ନେଇକି ଗଲା ପରେ ସେ ପହଞ୍ଚିଲା ବାଟରେ ମତେ କହିଲେ କି ମୋ ମଧୁପତ୍ର ମୁଁ କାଟି ଦେଇଛି ତା ଦେହରେ ଡକ୍ୟୁମେଣ୍ଟ ଆଉ କ୍ୟାସ୍ ବଗେରା ରହିଲା ତ ତୁ ଟିକେ ଗାଡି ବୁଲା ସେତେବେଳେ ମତେ କହିଲେ ଗାଡିଟା ବୁଲା ବୋଲିକି ସେ କାର୍ଯ୍ୟ କଲଠୁ ଗଡ଼ାଣି ଗରମ କରିକି ଗାଡି ସେଠୁ ବୁଲିଲା ପରେ ସେଠି କଣ ହେଇଛି ନା ତାକୁ ସେଠି ପୋଲ ଉପରେ କଣ ହେଇଛି ରିଟର୍ନ କଲା ଟାଇମରେ ସେଠି ବାତଟା ତାକୁ ମାରିଛି କି ଚଚୁ ମାରିଛି ସେଟା ମୁଁ ତ କନଫର୍ମ କରିପାରୁନି କାରଣ ପଛକୁ ଅନେଇନି ସେ ତାପରେ ହେଇକିରି ସୋଦାଜି କରି ମୋ ବେକମୁଣ୍ଡାଟା ଧରିକି ପଛରେ ଟାଣିଦେଲେ ପଛରେ ମୋ ବେକମୁଣ୍ଡା ଧରି ଟାଣିଦେଲେ ସେତେବେଳେ କଣ ହେଇଛି ନା ମୁଁ ଅଣନିଶ୍ୱାସ ହେଇଗଲି ଅଣନିଶ୍ୱାସ ହେଲା ପରେ ମୁଁ ନିଜେ ମାନେ ଡିଫେନ୍ସ କରିବା ପାଇଁ ଇଏଟାକୁ ତ ମୁଁ ହାତରେ ଦିଟାକୁ ହ୍ୟାଣ୍ଡେଲକୁ ଛାଡ଼ି ଦେଇକି ତାକୁ ହାତ ଧରି ଭିଡ଼ିଲି ପଛଆଡ଼ୁ ତ ହାତ ଯେତେବେଳେ ଭିଡ଼ିଲା ଭିତରେ ସେଠୁ କଣ ହେଇଛି ଗାଡ଼ିଟା ଅନକଣ୍ଟ୍ରୋଲ ହେଇଗଲାଣି ଅଲରେଡି ତ ଗାଡ଼ିଟା ଯେତେବେଳେ ଅନକଣ୍ଟ୍ରୋଲ ହେଲା ଗାଡ଼ିଟା ଅନେଇଗଲା ଅନେଇଲା ପରେ ସେ ଦିଟା ଝିଅ ସେଇ ଟାଇମରେ ସେଇ ବାଟରେ ଆସିଲେ ତ ସେ ଦିଟା ଝିଅ ମଧ୍ୟରେ ଗାଡ଼ିଟା ପିଟିଗଲା ପରେ ସମସ୍ତେ ପଡ଼ିଗଲା ପରେ କଣ ହେଇଛି ନା ତାକୁ ମାନେ ସେ ସେତେବେଳକୁ ତାଙ୍କୁ ବାଟ ମାରିଛି କି କଣ ହେଇଛି ସେଟା ମୁଁ ତ କନଫର୍ମ ହେଇନି ତ ସେ କଣ ହେଇଛି ନା ସେତେବେଳେ କଣ ହେଲା ନା ସେ ତାକୁ ହାତଟା ଛଡେଇଲା ପଡିଯାଇଛୁ ସମସ୍ତେ ସେ ଦିଟା ଝିଅ ବ୍ୟାଙ୍କରେ ପଡିଛନ୍ତି ଆମେ ଜଣେ ବି ପଛରେ ପଡିଛୁ ପଛରେ ପଡିଲା ଭିତରେ ସେ କଣ ହେଇଛି ନା ସେ ଲୋକ ଯେତେବେଳେ ତା ହାତଟା ଛଡେଇ ଦେଲା ପରେ ସେ ଲୋକ କଣ କରିଛି ଜମ୍ପ କରିଛି ସେ ଝିଅ ଉପରେ ଜମ୍ପ କରିକି ସୋଦା କରି ହାତ ଅଲଗା କରିକି ସେ କଣ ହେଇଥିଲା ତାପରେ ତାକୁ ବାଡାବାଡି କରିଛନ୍ତି ବାଡାବାଡି କଲା ଭିତରେ ମୁଁ ତାଙ୍କୁ ଯୋଉ ଭିଡାଭିଡି କଲା ଭିତରେ ମତେ କହନ୍ତି ମତେ ଗୋଟେ ବାଡେଇଲେ ମତେ ବାଡିଲା ପରେ ମୋ ଆଖି ଗୋଟେ ବାଡିଲେ ଏଇଠି ଗୋଟେ ବାଡିଲା ପରେ ଏଠି ଗୋଟେ ବାଡିଲେ ଏଠି ଗୋଟେ ବାଡିଲେ ବ୍ୟାକ୍ ବାଡିଲେ ହାତରେ ବାଡିଲେ ବାଡା ଭଳିଆ ହେଇକି ମତେ କହିଲେ ତୁ କଣ ମତେ କଣ ତୁ କରି ମତେ ବାଡାବାଡି କଲା ଭିତରେ ମୋ ଆଖିଟାକୁ ବାଡିଦେଲି ମୋ ଆଖିକୁ କେମିତି ମକା ଚାହା ଭିତରେ ସେ ପୁଣି ସେ ଝିଅକୁ ଆଟାକ୍ କଲେ ସେ ଝିଅକୁ ଯଦି ପୁଣି ଆଟାକ୍ କଲେ ସେ କଣ ହେଇଛି ନା ଯେତେବେଳେ ଝିଅକୁ ପୁଣି ଆଟାକ୍ କଲେ 4-5 ଜଣ ଯୋଉ ଲୋକ ସେଠି ଥିଲେ ସମସ୍ତେ ସେମାନେ କଣ କଲେ ନା ସେ ଲୋକକୁ ବାଡିବା ପାଇଁକା ଆଗେଇ ଗଲେ ଯେତେବେଳେ ବାଡିବା ପାଇଁ ଆଗେଇ ଗଲେ ତାକୁ ଗୋଡିଟାରେ ବାଜିଲେ ସେ କଣ କରିଛି ନା ମାନେ ଲଉଟିକିରି ବିଲକୁ ଦେଇଛି ବିଲ ଭିତରକୁ ଡେଇଁଲା ଭିତରେ ବିଲକୁ ଦେଇକି ଗଲେ ଭିତରକୁ ଡେଇଁକି ଗଲା ଭିତର ବିଲକୁ ଯେତେବେଳେ ଭିତରେ ପଶିଗଲେ ବିଲକୁ ଯେତେବେଳେ ପଶିଗଲା ପରେ ସେଠୁ 400-500 ମିଟର ଭିତରକୁ ପଶିଲା ପରେ 400-500 ମିଟର ଭିତରକୁ ପଶିଲା ପରେ ସେ କଣ ହେଇଥିଲା ତଳକୁ ମୁହଁ ମାଡ଼ ହେଇକି ପଡିଗଲେ ମୁହଁ ମାଡ଼ ହେଇକି ତଳକୁ ପଡିଗଲେ ସେତେବେଳେ କଣ ହେଇଥିଲା 18-19 ଲୋକ ମତେ ଘେରିଗଲେ ମତେ ଯେତେବେଳେ ଘେରିଗଲେ ସେଠି 500-600 ଲୋକ ଷ୍ଟାର୍ଟିଂ ଏଣ୍ଡ ପର୍ଯ୍ୟନ୍ତ ସବୁ ଦେଖିଲେ ମୁଁ ତାକୁ ଛଡାଛଡି କରୁଥିଲି ବାଡିଆ ବାଡି ମୁଁ ବି ମାଡ଼ ଖାଇଛି ତ ସେମାନେ କହିଲେ ଆର କିଛି ଦୋଷ ନାହିଁ ଶିଶୁ ଆର ନିଶା ଖାଇଛି ତାକୁ ଯାଉ ବାଡା ବୋଲିକା ତ ମତେ ସେଠି କିଏ ହାତ ନ ଉଠିକି 18-19 ଲୋକ କଣ କଲେ ବିଲ ଆଡିକି ସମସ୍ତେ ଦୌଡ଼ିଲେ ବିଲ ଆଡିକି ଯେତେବେଳେ ଦୌଡ଼ିଲେ ସେ ବିଲ ଆଡିକି ଯେତେବେଳେ ଦୌଡ଼ିଲା ପରେ ସେତେବେଳକୁ 10-15 ମିନିଟ୍ ରୋଡ ଉପରେ ହିଁ ଥାଏ ସେତେବେଳେ ସେ ଝିଅ ମାନଙ୍କୁ କିଏ ଆସିକି ନେଇକି ଗଲେ କଣ କଲେ ମୁଁ ଏତେ ବି ମୋର ନଜର ନାହିଁ ସେତେବେଳେ ମୋ ଆଗ ନଜର ସେ ଯେତେବେଳେ ବିଲକୁ ଦୌଡ଼ିଛନ୍ତି ତ 18-19 ଲୋକ ତାଙ୍କ ପଛରେ ଗୋଟ ଦୌଡ଼ିଛନ୍ତି ତ ସେ ଯେତେବେଳେ ଆସିଲେ ମାନେ ମତେ କହିଲେ କି ତୁ ବି ଚାଲେ ସେଠି ବିଲକୁ ସେଠୁ ମତେ ଯେତେବେଳେ 10-15 ମିନିଟ୍ ପରେ ନେଇକି ଗଲେ ସେତେବେଳେ ତାକୁ ତା ହାତକୁ ବାନ୍ଧୁଥିଲେ ତା ଗୋଡକୁ ବାନ୍ଧୁଥିଲେ ଗୋଡକୁ ହାତକୁ ଯେତେବେଳେ ବାନ୍ଧୁଥିଲେ ସେତେବେଳେ ମତେ ବି ସେଠୁ ଚିହିଁକି ଗଲେ ଲୋକ ବାଉଁଶ ଫାଇଆ ଧରିକି କହିଲେ ଏ ମାଇକୁ ବାଡାও ସୋଦାଜି କରିକି ମତେ କହିଲେ କି ଆକୁ ବାଡାও ଯେତେବେଳେ ବାନ୍ଧିଲା ଆପଣ ଛଡାଇବା ପାଇଁ ନା ମୁଁ ଛଡାଇବାକୁ ଯାଇନି ମୁଁ ଯଦି ଛଡାଇବାକୁ ଯାଇଥାନ୍ତି ତାହେଲେ ସେଠି ଯୋଉ ଝିଅକୁ ବାଡେଇଛନ୍ତି ସେ ରାଗରେ ତାକୁ ଯଦି ବାଡେଇଲେ ମତେ ବି ବାଡେଇକି ସେଠି ମତେ ଶୁଆଇ ଦେଇଥାନ୍ତେ ଆଜି ମାନେ ମୋ ବି ବଢି ଯାଇଥାନ୍ତା ଆଜି ଠିକ ଅଛି ତ ସିଏ କଣ ହେଇଛି ନା ସେ ଟାଇମରେ ସେଠି ମତେ ଯେତେବେଳେ ମୁଁ ତାଙ୍କୁ ଯେତେବେଳେ କହିଲି କି ମାନେ ମୋର କଣ ଦୋଷ ସେ ମୋ ହାତ ଗୋଡକୁ ଯେତେବେଳେ ବାନ୍ଧିବାକୁ ଆସିଲେ ସେ ଯୋଉ 500 ଜଣ ଷ୍ଟାର୍ଟିଂରୁ ଦେଖିଛନ୍ତି ସେମାନେ ମତେ ପ୍ରୋଟେକ୍ଟ କଲେ ସେମାନେ ପ୍ରୋଟେକ୍ଟ କରିକି ମତେ କହିଲେ କି ଆର କିଛି ଦୋଷ ନାହିଁ ସେଇ କେବଳ ଗୋଟେ ଦୋଷ ତାକୁ ପିସିଆର କୁ ଡାକ ଆକୁ ପିସିଆର ସହିତ ଦେଇଦବା ତ ପିସିଆର କୁ ଡକା ହେଲା ପରେ 2 ଜଣ ପିସିଆର ଆସିଲେ 2 ଜଣ ଜେନ୍ସ ଆସିଲେ ଗୋଟେ ଲେଡିସ୍ ଆସିଲେ ସେମାନେ ସବୁ ୟୁନିଫର୍ମ ସେମାନେ ଆସିଲେ ଲେଖାପଢା କଲେ ଲେଖାଲେଖି କଲା ଭିତରେ ସେମାନେ ଲେଖୁଛନ୍ତି ମତେ ପଚାରୁଛନ୍ତି କି ତୋ ନାଁ କଣ ତା ନାଁ କଣ ତା ବାପା ନାଁ କଣ ତୋ ବାପା ନାଁ କଣ ତୋର ଘର କୋଉଠି ସେମାନେ ସବୁ ଲେଖୁଛନ୍ତି ତା ଭିତରେ ତାକୁ ବାଡିଆ ଚାଲିଛି ପୁଲିସ ଥିବା ଅବସ୍ଥାରେ ଆଜ୍ଞା 20-25 ଭିତରେ ଆଜ୍ଞା ତ 11-25 ଯେତେବେଳେ ତାକୁ ବାଡାବାଡି କଲେ ଯେତେବେଳେ ସବୁ ଲୋକମାନେ ଘେରି ଯାଇଛନ୍ତି ତାକୁ ପୋଲିସ ବି ଦେଖୁଛନ୍ତି ପୋଲିସ ବି ମାନେ ପୋଲିସକୁ ଆଗରେ ଯେତେବେଳେ ବାଡଉଛନ୍ତି ତାପରେ ସେଠୁ କଣ ହେଲା ଏସ୍ଆଇ ଆସିଲା ପିସିଆର ଡକେଇଲା ଏସ୍ଆଇ କଣ କରୁଛି ବିନା ୟୁନିଫର୍ମରେ ଆସିଛି ଏସ୍ଆଇ ହେଇଛି କଣ ସେ ଅରୁଣ ସାର୍ ତାଙ୍କ ନାଁ ହେଲା ତାଙ୍କ ନାମ ଯେତିକି ବାଡେଇଛନ୍ତି ତାକୁ ପିସିଆର ଷ୍ଟାଫ ପ୍ରେଜେନ୍ସରେ ତାକୁ ବାଡେଇଛନ୍ତି ଦେନ୍ ସେ ଯୋଉ ଏସ୍ଆଇ ସାର୍ ଆସିଲେ ବିନା ୟୁନିଫର୍ମରେ ଯେତେବେଳେ ରୋକିଛନ୍ତି ଲୋକମାନଙ୍କୁ ସେତେବେଳେ ବି ତାକୁ ବାଡେଇଛନ୍ତି ବାଡେଇଲା ଭିତରେ ସେ କଣ ହେଇଛି ଏସ୍ଆଇ ଯେତେବେଳେ ତାକୁ ବାଡେଇଲା ତାକୁ ଏସ୍ଆଇ ଥିବା ଅବସ୍ଥାରେ ଯେତେବେଳେ ବାଡେଇଲା ସେ କଣ ହେଇଛି ନା ଲୋକମାନେ ତାକୁ କହିଲେ କି ଆକୁ ମାନେ ତୁ କେସ୍ ତୁ ରୋକିବା ପାଇଁକା ସେ ଯେତେବେଳେ ଲୋକ ରୋକୁଛି ତୁ କେସ୍ ରୋକିବା ପାଇଁ ନା ୟୁନିଫର୍ମରେ ଅଛନ୍ତି ତ ଯେହେତୁ ତୁ କେସ୍ ତତେ କଣ ତୋ କଥା କଣ ମାନେ ବାନ୍ଧିଥିଲେ ପିସିଆର ଫାଷ୍ଟ ପିସିଆର ଆସିବା ଭିତରେ ହିଁ ପୂର୍ବରୁ ହିଁ ତାକୁ ବାନ୍ଧିଥିଲେ ମୋ ଆଡିକି ଆସିଥିଲା ହାତ ବାନ୍ଧିବା ପାଇଁ ମତେ ଯେହେତୁ ରୋକିଦେଲେ ପ୍ରୋଟେକ୍ଟ କରିବା ପାଇଁ ରୋକିଦେଲେ ନାଇଁ ଆକୁ ବାଡାଉନି ଆକୁ ପୋଲିସକୁ ଡାକ ବୋଲିକା ତ ସେଠି ପୋଲିସକୁ ଡାକିବା ଭିତରେ ମତେ ସେଠି ବସେଇ ଦେଇଥିଲେ ତାହେଲେ ଏଠି ଠିଆ ହ ପିସିଆର ଆସୁଛି ପିସିଆର ଆସିଲା ଭିତରେ ମୁଁ ଠିଆ ହେଇଥିଲି ତାପରେ ସେ ଆସିଲା
ଏସଏସସି କଣ କଲା କହିଲା କି ତାକୁ ଟେକି ନେଇ ଚାଲ। ତାର ଯୋଉ 5-6 ଜଣ ସେଠି ମେମ୍ବର ଥିଲେ ଲୋକମାନେ ଚିହ୍ନା ପରିଚୟ ଥିଲେ ଯେ କହିଲେ କି ତାକୁ ଟେକି ନେଇ ଚାଲ। ଟେକି ନେଇକି ମାନେ ଯେତେବେଳେ କହିଲେ କି ଛଟପଟ ହେଲା ତାର ଯୋଉ ଦୌଡ଼ିରେ ବନ୍ଧାବନ୍ଧି କରିଦେଲେ ତା ଭିତରେ କଣ କଲେ ଗୋଟେ ବାଉଁଶ ପୁରେଇଲେ ସେଟା ହଉଛି ଏସ୍ଆଇ ର ପ୍ଲାନ୍ ଥିଲା ସେଟା ହେଲା। ଆଉ କିମ୍ବା ସେ ଲୋକ ଯୋଉ 6-7 ଜଣ ଥିଲେ ସେମାନେ କଣ କଲେ ଟେକିଲେ ବାଉଁଶ ତା ଭିତରେ ପୁରେଇକି ହାତ ଗୋଡ ଭିତରେ ପୁରେଇକି ତାକୁ ଟେକିଲେ। ସେ ଛଟପଟ ହଉଥିଲା ତାକୁ ଧରିବା ଭିତରେ ସେ ଛଟପଟ ହଉଥିଲା ଯେତେବେଳେ ତ ସେ ଯେତେବେଳେ ତାକୁ ଧରି ପାରିଲେନି ଯେମିତି ସେ କଣ କଲେ ତାକୁ ବାଉଁଶ ଭିତରେ ପୁରେଇକି ତାକୁ ବାଉଁଶରେ କାନ୍ଧ କରିକି ତାକୁ ନେଇକି ଗଲେ ଉପରକୁ। ତ ସେ ଯୋଉ ବୋଲରରେ ପୁରେଇଲେ ବୋଲରରେ ଜାଗା ହେଲା ମାନେ ଛଟପଟ ହେଲା ଖାଲି ବୋଲରରେ ଜମା ରହିଲାନି। ତ ବୋଲର ଯେତେବେଳେ ରହିଲାନି ତାକୁ ଯୋଉଠି କଣ କଲେ 108 ଡାକିବା ପାଇଁ କହିଲେ। ସେ କହିଲେ କି 108 ଆସିଲେ ଲେଟ୍ ହବ ସେ ଏମିତି ହଉଛି ଏଠି ରୋଡରେ ତମାଶା କରିବାକୁ ଆମେ ଚାହୁଁନୁ। ସେ ଏସ୍ଆଇ କଣ କଲା ନା 407 ଡାକିକି 407 ସେ ରୋଡ ଯାଉଥିଲା 407 ଉପରକୁ ଟିକି ପଡିଲା। ଟିକ ଟ୍ରାଫିକ ପକେଇଲା ପରେ ତ ସେ ରୋଡ ବାଳ କାଟିଗଲା। ତାପରେ ମତେ ନେଇକି ପୁଲିସ ଯେତେବେଳେ ପହଞ୍ଚିଲା ପୁଲିସ ଚାହିଁଥାନ୍ତା ଆରାମସେ ତାକୁ ରେସ୍କ୍ୟୁ କରି ନେଇଯାଇଥାନ୍ତେ ଜୀବନ ବଞ୍ଚି ପାରିଥାନ୍ତା। ରେସ୍କ୍ୟୁ ଯଦି ପିସିଆର ଫାଷ୍ଟ ପିସିଆର ଆସିଲା ସିଏ ରେସ୍କ୍ୟୁ କରିପାରିଥାନ୍ତା। ସେ ପିସିଆର ରେସ୍କ୍ୟୁ କଲାନି। ସେ ଆସିକି ଲେଖା ଲେଖି କଲା। ସେଠି 40-50 ଲୋକ ଥିଲେ ତାକୁ ବାଡିଆ କରି ସେ ସେଇ ପିସିଆର ଯୋଉ ଲୋକ ଥିଲେ ଯୋଉ ମାନେ ମେମ୍ବର ଥିଲେ ତାଙ୍କ ମାନଙ୍କ ଆଗରେ ବି ସେଠି ମାନେ ଲୋକମାନେ ବାଡୁଛନ୍ତି। ସେ କନେଷ୍ଟବଳ ଭାବୁଛି ଫୋନ ବାହାର କରୁଛି ମାନେ ଭିଡିଓ କରିବ କି କଣ କରିବ କିନ୍ତୁ ସେ କରୁନାହିଁ ଡରିକି କାଳେ ତା ଉପରେ ବାଜିଛି ବୋଲିକା। ପୋଲିସ କଣ ପବ୍ଲିକ ଉପରେ ଡରୁଥିଲେ? ହଁ ସେଇଟା ମତେ ଲାଗୁଛି କାରଣ ସେ ଭିଡିଓ କରିବା ପାଇଁ ଆଗଉଥିଲା ପୁଣି ବନ୍ଦ କରିଦଉଥିଲା ମାନେ କଣ। ତାପରେ ଭିଡିଓ ବି କରିଛି କିନ୍ତୁ ଫୋନ ଟାକୁ ତଳ ମୁହଁ କରିଛି। ମୁଁ ଦେଖିଛି ଭିଡିଓ କରିବାରେ ସେ ଯୋଉ କନେଷ୍ଟବଳ ଯିଏ ମୋ ବାଇକ୍ ଟାକୁ ନେଇକି ଗଲା ମତେ କହିଲା ଗାଡି ଚାବି ଦେ। ମୁଁ କହିଲି ସାର୍ ମୋ ପାଖରେ ଗାଡି ଚାବି ନାହିଁ। ସେଠି ଲୋକ ଥିଲା ସେଠି ଲୋକଟା କହିଲା କି ମୋ ପାଖରେ ଗାଡି ଚାବି ଅଛି। ଗାଡି ଚାବି କରିକି ଦେଲା ଦେବି। ତ ମୁଁ ତାକୁ ପଚାରିଲି ମୁଁ କହିଲି ଠିକ ଅଛି ମୋ ଗାଡି ମୋର କିଛି ଅସୁବିଧା ନାହିଁ କାରଣ ମୋର ତ କିଛି ଭୁଲ ନାହିଁ କିଛି ନାହିଁ କାରଣ ଲୋକମାନେ ପ୍ରୋଟେକ୍ଟ କରିବେ ତାକୁ ବାଡି ମାରିଦେଇକି ମତେ କିଛି ଛୁଇଁ ନାହିଁ। ପାଖାପାଖି କେତେ ଘଣ୍ଟା ତାକୁ ବାନ୍ଧିକି ବାଡାବାଡି କରିଥିଲେ? 40-45 ମିନିଟ୍। 40-45 ମିନିଟ୍ ରାସ୍ତାଠୁ ଭିତରୁ କେମିତି ଗଲେ? 6 ମିନିଟ୍ ସେ ମନକୁ ମନ ଦୌଡ଼ିକି ପଳେଇଲା। ଜୀବନ ନାଇଁ ସେ ମନକୁ ମନ ସେଠି ଯେତେବେଳେ ମାନେ ଝିଅ ଉପରେ ଆଟାକ୍ କଲା ସେତେବେଳେ ତାକୁ ଯୋଉ ଛଡା କଲି ସେତେବେଳେ ସେ କଣ କଲା ନା ମାନେ କଣ ଟିକେ ତା ମୁଣ୍ଡକୁ ବାତ ମାରିଥିଲେ କଣ କରୁଥିଲେ ତାଙ୍କର ସେ କଣ ହେଇଥିଲା ସେ ଦୌଡ଼ିଲେ ବିଲ ବିଲ। କଥା ହଉଛି ଭାଇ ଆଟେମ୍ପ୍ଟ ଟୁ ରେପ୍ କଥା କହୁଛନ୍ତି। ଆଟେମ୍ପ୍ଟ ଟୁ ରେପ୍ କିଛି ବି ନୁହେଁ। ମନି ପର୍ସ ପାଇଁ ଆମେ ଗାଡି ରିଟର୍ନ କରିଥିଲୁ ତାଙ୍କ ମନି ପର୍ସ ପାଇଁ ତାଙ୍କର ଡକୁମେଣ୍ଟ ଥିଲା ତାଙ୍କର କ୍ୟାସ୍ ଥିଲା ବୋଲି ମତେ କହିଲେ ଗାଡି ବୁଲା ବୋଲିକା। ତ ସେଠି କାର୍ଯ୍ୟ ପୋଲ ପାଖରୁ ମୁଁ ଗାଡିଟା ବୁଲେଇଲି। ଗାଡିଟା ବୁଲେଇଲା ପରେ ସେ ମତେ ସେଇ ପୋଲ ଉପରେ ହିଁ ତାଙ୍କୁ ବାତଟା ମାରିଲା କି କଣ ଟର୍କି ମାରିଲା ବେକଟା ମୁଣ୍ଡା କରିକି ପଛକୁ ଟାଣି ଦେଇଛନ୍ତି। ମୁଁ ଅନକଣ୍ଟ୍ରୋଲ ହେଇକି ଉପରକୁ ନେଇଛି ନା ମୋ ବେକ ମୁଣ୍ଡା ଧରି ପଛଆଡୁ ତ ମୁଁ ତ ଗାଡି ଚଲଉଛି ଅଲରେଡି ଆମେ ୱେଟ୍ର 2 ଜଣ ଯାକ ତ ମୋର ଛୋଟ ଗାଡି MT-15 ଟା କଣ ଅନକଣ୍ଟ୍ରୋଲ ଅବଭିୟସଲି ହବ। ହ୍ୟାଣ୍ଡେଲ ଛାଡ଼ିଦେଲି ଛାଡ଼ିଦେଲି ମୋ ହାତଟାକୁ ଧରିକି ଭିଡ଼ିଲି ହାତଟା ମୁଁ ସେତେବେଳେ ସେ ଝିଅକୁ ଦେଖିବି ନଥିଲି ସେ ଦିଟା ଝିଅକୁ ହେଲା ସେ ଦିଟା ଝିଅ ସାଇଡରୁ ଆସିଲେ ତାକୁ ମୋ ଗାଡିଟା ହେଇକି ତାଙ୍କ ସହିତ ମାରିଲା ପରେ 2 ଜଣ ଯାକ ସ୍ଲୋରେ ପଡୁଛି କିଛି ଖଣ୍ଡେ ମାନେ 30-40 ସ୍ପିଡରେ ଥିଲା ଗାଡି 20-30 ବାସ୍ ପୋଲ ଉପରୁ ଉଠୁ ହିଁ ଥିଲୁ। ତାଙ୍କ ମୁହଁ ଯୋଉ ଓଢଣୀ କାଢିବା ପାଇଁ ଚେଷ୍ଟା କଲେ ତାଙ୍କୁ କରିବା ପାଇଁ କରିବା ପାଇଁ କିଛି ବି ଚେଷ୍ଟା କରିନାହାନ୍ତି ଆଟେଣ୍ଡ କରିନାହାନ୍ତି ବା ସେତିକି ଆଟେଣ୍ଡ କରିଛନ୍ତି ବାଡିଆ ବାଡି ପାଇଁ ଆଟେଣ୍ଡ କରିଥିଲା ବାଡେଇ ବି ଥିଲା। ଝିଅ ଜଣଙ୍କୁ ଅଭିଯୋଗ କରୁଛନ୍ତି କାଲି କାଲି କହିଛନ୍ତି କି ତାକୁ ଟେକିଂ ରୁମକୁ ନେଇଗଲା ସେଇ କଥା ଏଇଟା ମିଛ ଏଇଟା ପୁରା ମିଛ ଏଇଟା ମୁଁ ଶୁଣିବି ଝିଅଙ୍କ ଗାଡିରେ ମାଡ଼ ହେଲା ପରେ ତାପରେ କଣ ହେଲା ତାପରେ ଏଇ କଥା ହେଲା କି ସେ ଯେତେବେଳେ ତାକୁ ଦେଇକରି ସେ ଝିଅକୁ ବାଡିଆ ବାଡି କଲା ଇଏ ଆପଣଙ୍କର ମୁଁ ଯେତେବେଳେ ତାକୁ ଛଡେଇଦେଲି ଝିଅ କାହିଁକି ବାଡିଆ ବାଡି ସେଇଟା ମୁଁ ଜାଣିନି ନା ଲାଗିଲା କି ସେ କୌଣସି ତାଙ୍କ ପ୍ରେମିକା କିଏ ହେଇଥାଇ ପାରନ୍ତି ସେଇଟା ମୁଁ ତାକୁ କଣ ଲାଗିଲା କଣ ନ ଲାଗିଲା ସେଇଟା କଣ ଥିଲା ସେ ତ ମତେ ନିଜେ ବେକୁ ଚିପିକି ମତେ ମାରିବା ପାଇଁ ମାନେ ଆଟେଣ୍ଡ କରିଦେଇଥିଲା। ସେ ଝିଅ କହୁଛି ଯେ ଆପଣଙ୍କର ସେ ଯୋଉ ପୁଅ ଯିଏ ଗାଡି ଚଲାଉଥିଲା ସିଏ କହିଲା କି ଇଏ ସେ ଝିଅ ନୁହେଁ। ନା ଆପଣ ସେମିତି କିଛି କଣ ହେଲା ସେ ସମୟରେ ନାଇଁ ସେତେବେଳେ ଆମେ ପଢିଲୁ ତଳେ ପଢିଲା ପରେ ସେ କଣ ହେଇଛି ନା ତାକୁ ମୁଁ ଯେତେବେଳେ ମୋ ବେକୁ ଛଡେଇଲା ଭିତରେ ସେ ଟୋକା କଣ କରୁଛି ଜମ୍ପ କଲା ଝିଅକୁ ବାଡେଇଲା କଣ ହେଇଛି କଣ ନାହିଁ ମୁଁ ଜାଣିଲା ଖାଲି ବାଡେଇଲା ଜାବଡ଼ା ମାରିଲା ଜାବଡ଼ା ମାରିଲା କୁଣ୍ଡିଆ କୋଟି ଆଉ ଗୋଟେ କଥା ଦେଖିବେ ଯେତେବେଳେ ଯୋଉ 2 ଘଣ୍ଟା 45 ଯୋଉ ବାଡାବାଡି କଲେ ସେ ସମୟରେ ହଉଛି ନିହାତି ଭାବରେ ନେଉରା ହେଇକି ପାଣି ମାଗୁଥିବ ଛାଡିଦିଅ କହୁଥିଲୁ ତଥାପି କିଛି ପାଣି ମାଗିନା ନେଉରା ହଉନାହାନ୍ତି। ସେତେବେଳକୁ ମାନେ ତାଙ୍କର କଣ ମାନେ ମେଣ୍ଟାଲି କଣ ଥିଲା ମୁଁ ଏଟା ଜାଣିପାରିଲିନି ସେ ଖାଲି ଦାନ୍ତଟାକୁ ଖାଲି ଏମିତି କରିକିରି ମାନେ ସମସ୍ତଙ୍କୁ ସଜାଡି ଦଉଥିଲେ ସେ ମେଣ୍ଟାଲି ବହୁତ ମାନେ ଇଏ ହେଇଯାଇଥିଲେ କି କଣ କେତେ ଜଣ ଲୋକ ବାଡଉଥିଲେ 70-80 ଲୋକ 70-80 ଲୋକ ବାଡଉଥିଲେ ଲୋକ ଥିଲେ କିନ୍ତୁ 70-80 ଲୋକ କିନ୍ତୁ 10-12 ଜଣ ଭଳିଆ ଲୋକ ବାଡୁଥିଲେ। ତ ସେତେବେଳେ କେହି ପଚାରୁନଥିଲେ କଣ ହଉଛି ନା ସେଠି କିଏ ପଚାରିବା ମାନେ ସେଠି ଯିଏ ପଚାରୁଥାଏ ତାଙ୍କ ଉପରେ ଲୋକମାନଙ୍କର ଚଢୁ
ଲୋକମାନେ ତାକୁ ଉପରେ ଚଢି ଯାଉଥିଲେ। ଯେହେତୁ ମତେ ଗଙ୍ଗେଶ୍ୱର ଗଡର 2-4ଟା ଭାଇ ଆସିକି ଯେତେବେଳେ ଘଣ୍ଟେ ପରେ ଆସିକି ମତେ ଯେତେବେଳେ ରକ୍ଷା କଲେ କି ପ୍ରୋଟେକ୍ଟ କଲେ କି ମୋ ପାଖରେ ଠିଆ ହେଲେ, ଯେତେବେଳେ ମୋ ପାଖକୁ ବାଉଁଶ ହଉଥିଲା, ବାଉଁଶ ଯେତେବେଳେ ମୋ ଉପରକୁ ଉଠିଲା କହିଲେ କି ଆକୁ ବାଡାଅ, ସେତେବେଳେ ସେ ଭାଇ ଏରିକା ମତେ ଯେତେବେଳେ ଆସି ପ୍ରୋଟେକ୍ଟ କଲେ ତାଙ୍କ ସହିତ ଲୋକମାନଙ୍କର ଝଗଡା ତାଙ୍କ ସହିତ ଝଗଡା ହେଇଥିଲା। ଆପଣ ଯେହେତୁ ବାପା ଜାଣିଛନ୍ତି କଥା କହୁଛନ୍ତି ସେଥିପାଇଁ ସେ ନେଇଥିଲେ ଆଜ୍ଞା, ସେ ନେଇଥିଲେ ତାଙ୍କ ବଡିରୁ ବାହାର କରିଦେଇଥିଲେ। ତାଙ୍କର ଗୋଟେ ଅପରେସନ ହେଇଥିଲା ଏଇ ମାସେ ତଳେ, ସେ ବଡିରୁ ବାହାର କରିଦେଇଥିଲେ କଣ ବୋଧେ ମତେ ଲାଗୁଥିଲା। ମୁଁ ଏତେ ଜାଣିନି, ଏତେ ମାନେ ଇଏରେ ଜାଣି କନଫର୍ମ ରେ ମୁଁ କହିପାରିବିନି, କାରଣ ମୁଁ ତ ତାଙ୍କ ପାଖରେ ରହିନଥିଲି ମାନେ ଏବେ ମୁଁ ଆଗରୁ ଥିଲି ତାଙ୍କ ପାଖରେ। ବଡି ବନେଇବା ପାଇଁ ଯୋଉ ନିଅନ୍ତି ସେଟା କେତେ ଏମିତି କଣ ସେମିତି ନିଅନ୍ତି? ସେଥିରେ ନଲେଜ ଗୁଲା ମୋର ଏତେ ନାହିଁ। ସାଇଡ ଇଫେକ୍ଟ କେମିତି କିଛି ହେଇଥାଇପାରେ ବୋଲି ସେଇଟା ଏତେ ନଲେଜ। ଓମ୍ ବାବୁ, ଆପଣ ସେ ଘଟଣାର ଗୋଟେ ପ୍ରତ୍ୟକ୍ଷଦର୍ଶୀ କହିବାକୁ ଗଲେ ଯୋଉ ଘଟଣା ଘଟିଗଲା ଆପଣଙ୍କୁ କଣ ଲାଗୁଛି, କଣ ହେଇଥିଲେ ଲୋକ ଏମିତି ଲୋକମାନେ ଯୋଉ ବାଡାବାଡି କରୁଛନ୍ତି ସେ ଲୋକମାନଙ୍କର ଦେଖ, ମୁଁ ସେଥିରେ ଯୋଉ ଟେନସନ ଥିଲି ମୁଁ ସେ ଲୋକମାନଙ୍କର ମୁହଁ ତ ବେଶୀ ଇଏରେ ଦେଖିପାରିନି। ଯଦି ଭିଡିଓ ବଗେରା ସମସ୍ତଙ୍କର ହେଇଛି, ଆଉ ଭିଡିଓ ଆଜି ନହେଲେ କାଲି ଯାହା ହେଲେ ବାହାରିବ, ଆଉ ସେ ଲୋକମାନଙ୍କୁ ମାନେ ଦଣ୍ଡ ମିଳିବା ଦରକାର। କାରଣ ଇଏ ଗୋଟେ ଲୋକ আর କିଛି ବି ଦୋଷ ନାହିଁ। ଯଦି ବି ସେ ଝିଅ ଉପରେ ଚଢିକି ତାକୁ ବାଡେଇଲା 2 ଚଟକା, ତମେ ଯଦି ରଖିଥାନ୍ତ ପିସିଆର କୁ ଡାକିଥାନ୍ତ, ଠିକ ଥିଲା। ଯଦି ଏ ପାଗଳା ବାଗିଆ ହଉଛି ଠିକ ଅଛି, ତା ହାତ ଗୋଡ ବାନ୍ଧି ଦେଇଥିଲ, ଠିକ ଅଛି। ଯଦି ପାଗଳା ବାଗିଆ ଛଟପଟ ହଉଥିଲା ତା ହାତ ଗୋଡ ବାନ୍ଧି ଦେଇଥିଲ, ଠିକ ଥିଲା। ତାପରେ ଏମିତି ତା ମୁହଁକୁ ପୁରା ବାଡଉଥିଲେ ଗୋଇଠା, ତା ମୁହଁକୁ ଗୋଇଠା, ବାଉଁଶ ଫାଳିଆରେ ତା ପିଠିଏ ମାଡ, ଏଇଟା କେତେ ଦୂର ଠିକ ଥିଲା? ଆପଣ ପୋଲିସ ଆପଣଙ୍କୁ ଯିଏ ଆସୁଥିଲା ତା ମୁହଁକୁ ଗୋଇଠା ମାରିଲା। ପିସିଆର ସେ ଏସ୍ଆଇ ଆସିଛି ବିନା ୟୁନିଫର୍ମ ରେ, ସିଏ ବି ଗୋଟେ ସାର୍, ମାନେ ତମେ ବି ଗୋଟେ ବିଶ୍ୱାସ କରିବନି, ବିନା ୟୁନିଫର୍ମ ରେ ଆସିଛି ଏକର କଥା। ସିଏ ଆସିକି ତାକୁ କହୁଛି, ଆଉ ତା ଉପରେ ଚଢିଗଲାଣି ସେ ତଳକୁ, ସେ ଲୋକ ଉପରେ, ମାନେ ସୌମ୍ୟ ଯିଏ ମଲା ତା ଉପରେ ଚଢିଯାଇଥିଲା, ତା ଗୋଡ ଉପରେ। ଏସ୍ଆଇ ଅରୁପ ସାର୍ ୟୁନିଫର୍ମରେ ଯିଏ ଥିଲେ ସେମାନେ କଣ କିଛି ସେ ଆସିକି ଚଢିଯାଇଥିଲା ତା ଉପରେ ଉପରେ ଡାଇରେକ୍ଟ ସେ ଲୋକଙ୍କ ଉପରେ। ଯିଏ ୟୁନିଫର୍ମ ଥିଲେ ସେମାନେ କଣ ଅଟକେଇବାକୁ ଚେଷ୍ଟା କରୁନାହାନ୍ତି? ଯୋଉମାନେ ସବୁ ୟୁନିଫର୍ମରେ ଥିଲେ ସେମାନେ ୟୁନିଫର୍ମ ସବୁ ପଛରେ ସବୁ ଠିଆ ହେଇଥିଲେ। କାଇଁ ଆଗକୁ ଆସୁନଥିଲେ? ଆଗକୁ ମାତ୍ର 2 ଜଣ ଥିଲେ, ଗୋଟେ କନେଷ୍ଟବଳ ଆଉ ଗୋଟେ ଆଉ ଜଣେ ସାର୍ ଥିଲେ। ସେ ସାର୍ ଲେଖାପଢା କରୁଥିଲେ, ସେ ଲେଖାପଢା କରିବା ଟାଇମରେ ହିଁ ଲୋକମାନେ ବାରୁଛନ୍ତି କିଛି କରିପାରୁନଥିଲେ, ସେ କିଛି କରୁନଥାଏ। ସେମାନେ ଚାହିଁଥିଲେ ହୁଏତ ସେ କ୍ରାଉଡ ଟାକୁ ହଁ ଆରାମସେ କ୍ରାଉଡଟାକୁ ସେ ଆରାମସେ ଇଏ କରିପାରିଥାନ୍ତେ, ଡରେଇଥାନ୍ତେ। ନହେଲେ ତ ସେ ପୋଲିସ ନା, ପୋଲିସ ଫୋନ ଯଦି ବାହାର କରି ଭିଡିଓ ଅନ୍ କରିଥାନ୍ତେ ଲୋକ ସବୁ କ୍ରାଉଡ ଫଟି ଯାଇଥାନ୍ତେ। ସେ ଭିଡିଓ ବି ଅନ୍ କଲାନି, ତଳ ମୁହଁ ଧରି ରହିଲା। ଆପଣଙ୍କୁ ପୋଲିସ ଯେତେବେଳେ କଷ୍ଟଡିରେ ନେଇଥିଲା, ପଚରାଉଚରା କଲା, ସେତେବେଳେ ଆପଣ ବୟାନ ରେକର୍ଡ କଣ କଲା ସବୁ ଷ୍ଟେଟମେଣ୍ଟ ସବୁ କହିଦେଇକି ଆସିଛି ସେଇଠି। ଆଉ କଣ ପୋଲିସ ଆପଣଙ୍କୁ ପଚରାଉଚରା କଲା ଯେତେବେଳେ? ସେଇ କଥା ଆପଣ ଯୋଉ ସବୁ କଥା ପଚାରୁଛନ୍ତି ସେଇ କଥା ହିଁ ପଚାରୁଛନ୍ତି। ତ ବର୍ତ୍ତମାନ ଗୋଟିଏ ସାଙ୍ଗ ବିରୁଦ୍ଧରେ ଏତେ ଆଲିଗେସନ ଆସିଲା, ଆଉ ଗୋଟେ ନାଇଁ ସାଙ୍ଗ ଏଇଟା କିଛି ଆଲିଗେସନ ନୁହେଁ, ଏଇଟା ତାର କିଛି ଭୁଲ ନାହିଁ। ସେ ଝିଅ ମାନଙ୍କୁ ଏମିତି କହିକି ତାକୁ ଫସିବା ପାଇଁ ଚାହୁଁଛନ୍ତି। କିନ୍ତୁ କାହିଁକି ଝିଅମାନେ ଯଦି ଝିଅ ମାନଙ୍କର ଯଦି ଠିକ ଅଛି, ଝିଅ ମାନଙ୍କ କଥା ଠିକ ଅଛି, ତାହେଲେ ଝିଅ ମାନେ ମୁହଁ ଖୋଲିକି କଣ ପାଇଁ କହୁନାହାନ୍ତି? ତା ମୁହଁଟା କପଡା ବାଞ୍ଚନ୍ତି କଣ ପାଇଁ? ଆଇଡେଣ୍ଟି କ୍ରାସ୍ ସେଇଟା ଆଇଡେଣ୍ଟି କ୍ରାସ୍ କଣ ପାଇଁ ହବ? କାହିଁକି ହବ? ଯଦି ତମ ଉପରେ ଯଦି ଅତ୍ୟାଚାର ହେଇଛି, ତମ ଆଇଡେଣ୍ଟି ତମେ ଯଦି ଦେଖୁଛ, ଯଦି ଅତ୍ୟାଚାର ହେଇଛି ତାହେଲେ ଏଠି ଗୋଟେ ପିଲାଟା ମରିଗଲାଣି, ଏମିତି ତମ ଆଇଡେଣ୍ଟି କ୍ରାସ୍ ହବା ପାଇଁ ତମେ ତମ ମୁହଁଟା ଲୁଚେଇବ? ଅସୁରକ୍ଷିତ ମନେ କରୁଛି, ଗୋଟେ ଝିଅ ପୁଅ ହଠାତ୍ ଆସୁଛି ତା ଉପରୁ ମାଡି ବସୁଛି, ସେ ଅବଭିୟସଲି ଠିକ ଅଛି ମାଡି ବସୁଛି, ହଉ ଠିକ ଅଛି, ତମରି କଥା ମାଡି ବସୁଛି। ଯଦି ସେ ମାଡି ବସୁଥିଲା ତମେ ସେଠି ରହିଲନି, ଲୋକମାନଙ୍କୁ ଡାକିକିରି ଗୁଣ୍ଡ କଲନି, ତାକୁ ବାଡାବାଡି କଲନି, ତମେ ସେଠୁ ଦୌଡ଼ିକି ପଳେଇଲ କଣ ପାଇଁ? ତାହେଲେ ଝିଅ ଚିହ୍ନା ପରିଚିତ କିଛି ନା, ଚିହ୍ନା ପରିଚୟ କିଛି ନୁହେଁ, ମୁଁ ଜାଣିନି ସେଠି ଚିହ୍ନା ପରିଚୟ। କିନ୍ତୁ ତାଙ୍କ ଘର ବି ସେପଟକୁ, ଆମ ଘର ଏଠୁ 15 କିଲୋମିଟର ପରେ 16 କିଲୋମିଟର ପରେ ଆମର ସେଟା ଗଣ୍ଡଗୋଳଟା ହେଲା ସେଠି, ହେଲା କି ମାଡ଼ ହେଇଛି ତାଙ୍କ ସହିତ ଆସିଥିଲି। ସେ ଗାଡିରୁ ପଡିଲା ଭିତରେ ହିଁ ତାକୁ ବାଡାବାଡି କରିଥିଲା କିଛି। ତ ସେଇ ବାଡାବାଡି ମାତ୍ର 3-4ଟା ଚଟକଣା ବଜେଇଥିବ, ଆଉ ଯାହା ତଳେ ପଡିକି ଖଣ୍ଡିଆ ଖଣ୍ଡିଆ ତାଙ୍କର ହେଇଛି, ଆଉ ବେଶୀ କିଛି ହେଇନି। ତାକୁ କୁଣ୍ଡେଇଲେ, ତାକୁ ତା ଆଗରେ ଖେଳି ତାକୁ ବାଡେଇଛି, ଏତିକି ଖାଲି। ମତେ ଯେହେତୁ ଚେଷ୍ଟା କରାଗଲା, ଆପଣ ବି ଥିଲେ ସେଇଠି, ଆପଣ ମନା କଲେ, ସେଇ କଥା ଯାହା କହିବା କଥା। ତ ସେ ଝିଅ କହିଛି ଠିକ ଅଛି, ଝିଅ ଯାହା କହୁଛନ୍ତି ଆପଣ ତାକୁ କଣ କହିବେ? ଝିଅ ଯୋଉ ସବୁ ଭୁଲ କହିଛି। ଝିଅ ଦି ଜଣଙ୍କର ବେଳେ ବେଳେ ଦି ଜଣଙ୍କର ଝିଅଙ୍କର କଥା ଟିକେ ତାଳମେଳ ରହୁନି। ତ ସେମାନେ କଣ ଆଉ ଟିକେ ପୋଲିସ ତ ନିହାତି ଭାବରେ ପଚରାଚରା ଆପଣ ବି ଯାଆନ୍ତୁ, ଆପଣ ମାନେ ବି ଟିକେ ଯାଆନ୍ତୁ, ତାକୁ ଟିକେ ଭଲସେ ପଚାର କଣ ହେଇଥିଲା। ତମ କଥାବାର୍ତ୍ତା ତ ସମସ୍ତଙ୍କ ଆଗରେ ଗୋଟେ ଆଗରେ ଠିକ ରହୁନାହିଁ, ତ ସମସ୍ତଙ୍କ ଆଗରେ ପଚାରନ୍ତୁ। କାରଣ ଆମ ପିଲାଟା ମୋ ମାନେ ସେ ମୋ ମାମୁଁ ହିସାବରେ ରହିବେ, ମୋର ଗୋଟେ ଗାଁର ସେ, ତାକୁ ବି ନ୍ୟାୟ ମିଳିବା ଦରକାର। ଓମ୍ ବାବୁ, ସୌମ୍ୟ ବାବୁଙ୍କୁ ଆପଣ କେବେଠୁ ଜାଣିଛନ୍ତି? ସୌମ୍ୟ ବାବୁଙ୍କୁ ଆପଣ କେବେଠୁ ଜାଣିଛନ୍ତି? ଓମ୍ ବାବୁ, ସୌମ୍ୟ ବାବୁଙ୍କୁ ଆପଣ କେବେଠୁ ଜାଣନ୍ତି? ଛୁଆ ବେଳୁ ମୋ ଗୋଟେ ଗାଁର ଭାଇ। ତାଙ୍କର ଲଭ୍ ରିଲେସନସିପ ବା ସେଭଳି କିଛି ମେଣ୍ଟାଲିଟି ସେଟା କେମିତି କହିବି? ସେ ମୋର 32 ବର୍ଷ, ସେ 32 ମତେ 20 ବର୍ଷ ମାତ୍ର। ମୁଁ ତାଙ୍କୁ ଗୋଟେ 12 ବର୍ଷ ସାନ, ସେ ମତେ ଥୋଡ଼ି ତାଙ୍କ ଲଭ୍ ଆଉ ପ୍ରାଇଭେଟ ରିଲେସନସିପ ମତେ କହିବେ କିଛି। ସେଥିପାଇଁ ଡିପ୍ରେସନ ଥିଲେ କି ସେଇଟା ଥୋଡ଼ି ତାଙ୍କ ପ୍ରାଇଭେଟ ମ୍ୟାଟର ଉପରେ ମତେ କହିବେ କି ସେଟା ଜିନିଷଟା।
ସେଇଟା ପଚାରିକି ସେଇ ଜିନିଷଟା ତା ଉପରେ ସେଟା କଣ କାମ ଭାଇ ଏତେ ଘଟଣା ଝିଅମାନଙ୍କୁ ଏବେ ତଦନ୍ତ ପରିସରଭୁକ୍ତ ନବା ଦରକାର କାହିଁକି ନା ତାଙ୍କ କଥା ଯେହେତୁ ଆପଣଙ୍କ କଥା ଦରକାର ଶୁଣନ୍ତୁ ଆପଣ ଯଦି ଏବେ ଯୋଉ ଗ୍ରୁପ ଆସିକି ଯୋଉ ଗ୍ରୁପ ହେଇକି ଆସିକି ଯୋଉ ମତେ ପଚାରୁଛନ୍ତି ଏ କଥା ମୁଁ କହୁଛି ଆପଣଙ୍କୁ ଆପଣ ମତେ ସିଙ୍ଗଲ ବି ଆସିକି କହିବେ ମୁଁ ନ ଡରିକି ବି ଆପଣଙ୍କୁ ସବୁ କଥା କହିବି ଠିକ କଥା କିନ୍ତୁ ସେ ଦିଟା ଝିଅକୁ ଡାକନ୍ତୁ ଗୋଟେ ଗୋଟେ କରି ଅଲଗା ଅଲଗା ଗୋଟେ ଗୋଟେ ରୁମ ରେ ବସିକି ପଚାରନ୍ତୁ ହେଲା କି ସେ ରୁମ ରେ ପଚାରନ୍ତୁ ଦେଖିବେ ସେ ଝିଅ ଦିଟା କେତେ ଦୂର ଠିକ କରୁଛନ୍ତି ଆପଣ ଏଇ ଷ୍ଟେଟମେଣ୍ଟଟା ନ ଦେଇକି ଯୋଉ ଭିଡିଓଟା ନ ଦେଇକି ନ ଛାଡିକି ଏବେ ଡାଇରେକ୍ଟ ଯାଆନ୍ତୁ ସେ ଦିଟା ଝିଅକୁ ଅଲଗା ଅଲଗା ଧରିକି ପଚାରନ୍ତୁ କଣ ହେଇଥିଲା ସେ ଷ୍ଟୋରି ଦେଖିବା ସେ ଦି ଜଣ ଝିଅ ଭିତରୁ କିଏ କଣ କହୁଛି ଓମ୍ ବାବୁ ବର୍ତ୍ତମାନ ଆପଣଙ୍କୁ ଲୋକ ଦେଖୁଛନ୍ତି କାଲିର ଷ୍ଟେଟମେଣ୍ଟ ବି ସେ ପୀଡ଼ିତାଙ୍କର ଦେଖିଛନ୍ତି ଆପଣଙ୍କୁ ଏବେ ଲୋକ ଦେଖୁଛନ୍ତି ଆପଣ ଲୋକଙ୍କୁ କଣ ସେ ଘଟଣା ବିଷୟରେ କହିବେ କଣ ହେଇଥିଲେ ହୁଏତ ସମୟ ବଞ୍ଚି ଯାଇପାରିଥାନ୍ତେ କିଏ ମିଛ କହୁଛି କିଏ ସତ କହୁଛି କଣ ହେଇଥିଲେ ନ ହେଇଥିଲେ ସେତେବେଳେ ତ କଣ ହେଇଥିଲା ନ ହେଇଥିଲା ସେତେବେଳେ କାହାର ବି ମୁଣ୍ଡ ବସିବନି ସେଟା ତମେ ବି ଜାଣିଛ କାରଣ ତମେ ବି ସିଚୁଏସନରେ ଥାନ୍ତ ତମ ମୁଣ୍ଡ ବି କାମ କରିନଥାନ୍ତା ହେଲା କି ତ ମୋ ମୁଣ୍ଡରେ ସେଠି କିଛି କାମ କଲାନି ଯେତେବେଳେ ମୁଁ ସେତେବେଳେ ଦେଖିଲି କି ମାନେ ମୋର ଗୋଟେ ନିଜ ପିଲାଟାକୁ ବାଡ଼ଉଛନ୍ତି ଏତେ ଲୋକ ଆସିକି ଆଉ କେବଳ ମୋ ନିଜକୁ ମୁଁ ଡିଫେନ୍ସ କରିବା ପାଇଁ ମୁଁ ସେଠି କିଛି ପାଟି କରିବି ଯଦି ମୁଁ ବି ପାଟି କରିଥାନ୍ତି ତାହେଲେ ମୋର ବି ଆଜି ବଢି ଯାଇଥାନ୍ତା ତା ସହିତ କାରଣ ଲୋକମାନଙ୍କର ରାଗ ଆଉ ସେ ଯୋଉ ଖରାରେ ଯୋଉ ଲୋକମାନଙ୍କର ରାଗ ତମତମ ହେଇକି ଥିଲେ ଲୋକମାନେ ତାକୁ ଯୋଉ ବାଡେଇଛନ୍ତି ଯୋଉ ଇଏରେ ତା ଆଖି ପାଖି କଥା ଫଟେଇ ଦେଇଛନ୍ତି ବାଡେଇ ଗୋଇଠା ବୋଇଠା ତ ସେ ଜାଗାରେ ଯଦି ମୁଁ ବି ଯଦି ତାକୁ କଣ୍ଟ୍ରୋଲ କରିବା ପାଇଁ ଯାଇଥାନ୍ତି ତାହେଲେ ମତେ ବି ମାଡ଼ ହେଇଥାନ୍ତା ସେଥିପାଇଁ ମୁଁ ପାଟି କରିନି ଆକ୍ଚୁଆଲି ଘଟଣାକୁ ନେଇକି ଝିଅ ମାନଙ୍କର ଯୋଉ ଗୋଟେ ପଲିଗ୍ରାଫ ଟେଷ୍ଟ ସାଇକୋଲୋଜିକାଲ ଟେଷ୍ଟ କରିବା କଥା କି ପୁଲିସ କି କଣ ଆକୁ ପଥର ତାଉରେ ରହୁନି କଣ କଣ ସେଟା ହଁ ଏଇଟା କରିବା କିଛି ଅସୁବିଧା ମାନେ ଝିଅ ନିଜକୁ ବଞ୍ଚିବା ପାଇଁ ହୁଏତ ଚାପୁଡା ପକେଇ ସେଟା ହେଇପାରିବ କିନ୍ତୁ ଲୋକ ଯେଭଳି ଭାବେ ଆଇନ ଲୋକମାନେ ସେଟା ବେଶୀ ଆଇନ ସେଠି 4-5 ଜଣ 7-8 ଜଣ ଲୋକ ଥିଲେ ଭାଇ ସେଠି ପୁରା ଷ୍ଟାର୍ଟିଂ ପର୍ଯ୍ୟନ୍ତ ଯୋଉମାନେ କି ସେମାନେ ମତେ ପ୍ରୋଟେକ୍ଟ କଲେ ନହେଲେ ତ ମୁଁ ବି ସେଠି ମାଡ଼ ଖାଇଥାନ୍ତି ଆଉ ଏ ମୁଁ ନିଶାରେ ନଥିଲେ ଠିକ ଅଛି ମୁଁ ତ ନିଶା ଫିସା ମାନେ ଇଏରେ ନିଶା ଫିସା କିଛି ଖାଏ ଆଜ୍ଞା ତାକୁ ବାସ୍ତ ମାରିଛି କି କଣ ସେ ଟିକେ ମାନେ ବେଶୀ ମାନେ ଇଏ ଆଗ୍ରାଭେଟ ହଉନି ଆଜ୍ଞା ସେ ବହୁତ ମାନେ ଏମିତି ଚେଞ୍ଜ ହେଇଯାଉଥିଲେ ସବୁ କେତେ ସମୟ ଧରି ଆପଣଙ୍କ ସହିତ ସେଦିନ ଥିଲେ ସେ ସକାଳୁ ବା କେତେବେଳେ 9:30 ଆସିଲେ ଜିମ୍ ଆଉ ଆମେ ଏଠୁ ସେ 9:30 10ଟା ସୁଦ୍ଧା ହିଁ ବାହାରିଗଲୁ ମୁଁ ୱାର୍କଆଉଟ କରୁଥାଏ ମୁଁ ବଡି ଝାଳ ହେଇକି ୱାର୍କଆଉଟ କରୁଥିଲି 7:30 ଘରୁ ଏଠୁ ବାହାରିଥିଲି 7:30 ଖାଇ ବିନା ଖାଇବା ପିଇବା ଯାଇଥିଲି ୱାର୍କଆଉଟ କରୁଥିଲି ସେଠୁ ମତେ ନେଇକି ଗଲେ ଚାଲିଯିବା ଏଠି ଆମେ ମିନିମମ୍ ଦେଖିଛି 10:50 11ଟା ଭିତରେ ଆମେ ପହଞ୍ଚିଲୁ ସେଠି ମାନେ ସେ ଜାଗାର ଯୋଉ ଯେତେବେଳେ ଝଗଡା ଷ୍ଟାର୍ଟ ହେଇଗଲା 12:50 ଆଉ 12:20 12:20-25 ପର୍ଯ୍ୟନ୍ତ ବାଡିଆ ବାଡି ଷ୍ଟାର୍ଟ ଆପଣ ବର୍ତ୍ତମାନ ଆଇନ ହାତକୁ ନେଇଛନ୍ତି ଆଇନ ଅଛି ଆଇନକୁ ନେଇକି ଏଇଭଳିଆ କଣ ସେମାନଙ୍କୁ ଆକ୍ସନଟା କୋଉଭଳିଆ ହେବା ଦରକାର ସେ ଲୋକମାନଙ୍କୁ ଧରାଯିବ ସେ ଯୋଉ ଲୋକମାନେ ଯୋଉ ମାରିଛନ୍ତି ମାନେ ଯୋଉ ବାଡିଆ ବାଡି କରୁଛନ୍ତି ସେମାନଙ୍କର ବି ଗୋଟେ ମାନେ ସେମାନଙ୍କୁ ଧରିବା ଦରକାର ଆଜ୍ଞା ଆମ ସହିତ